ନମସ୍କାର ଜୟ ଶ୍ରୀ ଜଗନ୍ନାଥ। ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀ ଓ ଆସ ଆମେ ପଢ଼ିବା ୟୁଟ୍ୟୁବ ଚ୍ୟାନେଲର ସଦସ୍ୟ ଓ ସଦସ୍ୟାମାନଙ୍କୁ ମୁଁ ଦିବ୍ୟାଂଶୁ ସ୍ୱାଗତ କରୁଛି। ଆସନ୍ତୁ ଆଜିର ବିଷୟବସ୍ତୁ ଉପରେ ଆଲୋଚନା କରିବା। କ୍ଲାସ 3ର ସବଜେକ୍ଟ ଏମଆଇଏଲ ଓଡ଼ିଆ, ଟପିକ କାହାର କେତେ ଗୋଡ଼। ଦେଖ ପିଲାମାନେ, ଏଇଠି ଦିଆଯାଇଛି ଏକ ବଣର ପାଠଶାଳା। ଏକ ବଣ ଜଙ୍ଗଲ ମଧ୍ୟରେ ରହୁଥିବା ସରୀସୃପ ଜଙ୍ଗଲର ପଶୁ ପକ୍ଷୀ ଏମାନଙ୍କର ସବୁ ଗୋଡ଼ ବିଷୟରେ ଏଇଠାରେ ଆଲୋଚନା କରାଯାଇଛି। ଆସ ଆମମାନେ ସେହି ଉପରେ ଆଜି ପାଠ ପଢିବା। ବଣର ପାଠଶାଳା। ପାଠ ପଢା ଚାଲିଥାଏ। ବାଘ ଗୁରୁଜୀ ହୋଇ ପାଠ ପଢାଉଥିବେ। ଦେଖ ଏଠାରେ କୁହାଯାଇଛି ବାଘ ଗୁରୁଜୀ ହେଇକି ପାଠ ପଢଉଛନ୍ତି। ବାଘ ଗୁରୁଜୀ ଯେତେବେଳେ ପଢଉଛନ୍ତି, ଦେଖ ପିଲାମାନେ ଏଇଠି ବାଘ ଗୁରୁଜୀ ହେଇକି ପାଠ ପଢଉଛନ୍ତି। ଆଉ ତାଙ୍କର ସବୁ ଏଇଠି ଛାତ୍ରଛାତ୍ରୀ ହେଇକି ସବୁ ବସିଛନ୍ତି। ମାଙ୍କଡ, ସାପ, ହାତୀ, ମୟୂର, କାଉ, ପିମ୍ପୁଡି ସମସ୍ତେ ଏଠାରେ ବସି ତାଙ୍କ ପାଖରୁ ଶିକ୍ଷା ଗ୍ରହଣ କରୁଛନ୍ତି। ତ ଆସ ଆମେ ଆଲୋଚନା କରିବା ବାଘ ଗୁରୁଜୀ କଣ ପଢଉଛନ୍ତି। ପିଲାମାନେ କହିଲ ଦେଖି, ଗୋଡ଼ ଆମର କଣ ଉପକାର କରେ? ଏଇ ସମୟରେ କିଏ କହୁଛି? ମାଙ୍କଡ କହୁଛି। ମାଙ୍କଡ କହୁଛି କଣ? ଗୁରୁଜୀ, ଗୋଡ଼ରେ ଆମେ ଚାଲୁ, ଖେଳୁ ଆଉ ଦୌଡୁ। ତାପରେ ପିଲେ ସାପ କଣ କହୁଛି? ମୋର ଗୋଡ଼ ନାହିଁ, ମୁଁ ଛାତିରେ ଭରା ଦେଇ ଯିବା ଆସିବା କରେ। ଯାହାର ଗୋଡ଼ ନାହିଁ ପିଲାମାନେ, ସେ କେମିତି ଯିବ? ସାପ ଭଳିଆ ଛାତି ଉପରେ ଭରା ଦେଇକି ଯାଏ। ଏଠି ତାପରେ ଗୁରୁଜୀ କଣ କହୁଛନ୍ତି? ବାଘ ଗୁରୁଜୀ, ହଁ, ସାପ ପରି ମଧ୍ୟ ଜିଆ, ମାଛ, ଗେଣ୍ଡା, ଜୋକର ବି ଗୋଡ଼ ନାହିଁ। ତ ଯେଉଁମାନଙ୍କର ଗୋଡ଼ ନଥାଏ ସେମାନେ ତାଙ୍କର ଛାତି ଉପରେ ଭରା ଦେଇ ତାଙ୍କ ଶରୀରକୁ ନେଇକରି ଯାଆନ୍ତି। ତାପରେ ଆଗକୁ ଯିବା। ଏଠି ପିଲାମାନେ ମୟୂର ଦେଖ କଣ କହୁଛି? ମୟୂର କହୁଛି, ଗୁରୁଜୀ, ମୋର ଯେମିତି ଦୁଇଟି ଗୋଡ଼, ସବୁ ପକ୍ଷୀ ମାନଙ୍କର ମଧ୍ୟ ଦୁଇଟି ଲେଖାଏଁ ଗୋଡ଼ ଅଛି। ହଁ ହଁ, ମଣିଷର ବି ଦୁଇଟି ଗୋଡ଼। ଏଠି କିଏ କହୁଛନ୍ତି? ଏଠି ମୟୂର ପିଲାମାନେ ଏଠି କହିଛି। ହେଲା, କହିଛି ମୋର ଯେମିତି ଦିଟା ଗୋଡ଼, ସେମିତି ସବୁ ପକ୍ଷୀ ମାନଙ୍କର ଦିଟା ଗୋଡ଼। ତୁମେ ମାନେ ବି ଦେଖୁଥିବ, ପକ୍ଷୀ ମାନଙ୍କର ମଧ୍ୟ ଦୁଇଟି ଲେଖାଏଁ ଗୋଡ଼ ଅଛି। ଭାଲୁ, ଏଠି ଭାଲୁ କହୁଛି, କିନ୍ତୁ ମୋର 4ଟି ଗୋଡ଼ ଅଛି। ସିଂହ, ହରିଣ ଓ ଠେକୁଆ ଭାଇମାନଙ୍କର ବି 4ଟି ଲେଖାଏଁ ଗୋଡ଼ ଅଛି। ତାହେଲେ ଏଠି ପିଲେ 4ଟା ଲେଖାଏଁ ଗୋଡ଼ କାହାର? ସିଂହ, ହରିଣ ଓ ଠେକୁଆ, ଭାଲୁ ଏମାନଙ୍କର ସବୁ କେତେଟା? 4ଟା ଲେଖାଏଁ ଗୋଡ଼। ଆରେ ମାଙ୍କଡ କହୁଛି, ମୋର ବି ମଧ୍ୟ 4ଟି ଗୋଡ଼। ମୁଁ ମୋର ଆଗ 2 ଗୋଡ଼କୁ ହାତ ପରି କାମରେ ଲଗାଏ। ଦେଖିଥିବ ମାଙ୍କଡ ଡେଇଁଲା ବେଳେ ଆଗ ଗୋଡ଼ 2ଟାରେ କଣ ଡେଇଁବ, ପଛ ଗୋଡ଼ରେ ଆଗକୁ ଦେଇକି ଆଗରେ କଣ କରିବ? ସେଇ 2ଟାକୁ ଡାଳ ଧରିବାକୁ ତାକୁ ସାହାଯ୍ୟ କରୁଛି, ଖାଇବାରେ ସାହାଯ୍ୟ କରୁଛି। ସେ ତ ମାଙ୍କଡ ତାର ଆଗ 2 ଗୋଡ଼କୁ ହାତ ପରି କାମରେ ଲଗାଏ। ହାତୀ ଏଠି କହୁଛି ପିଲେ କଣ? ମୋର 5ଟା ଗୋଡ଼ ବୋଲି ଭାବୁଛ କି? ନା ନା, ମୋର ବି 4ଟି ଗୋଡ଼ ଓ ଗୋଟିଏ ଲମ୍ବା ଶୁଣ୍ଢ ଅଛି। ତାରେ ବାଘ ଗୁରୁଜୀ କଣ କହୁଛନ୍ତି ପିଲେ ଦେଖ, ଆଚ୍ଛା ପିଲାମାନେ କହିଲ, ମଶା ଓ ମାଛିର କେତୋଟି ଗୋଡ଼ ଅଛି? ପିଲେ ତମାନେ ତ ଦେଖିଥିବ ମଶା, ମାଛି, ପ୍ରଜାପତି, ପିମ୍ପୁଡି ଏଇ ସବୁ ବିଷୟରେ ବର୍ତ୍ତମାନ ଆଲୋଚନା କରିବା। ଦେଖ ଏଠି କିଏ କହୁଛି? ପ୍ରଜାପତି କହୁଛି, ମଶା ମାଛିଙ୍କର 6ଟି ଗୋଡ଼। କେତେଟା ପିଲା? 6ଟି ଗୋଡ଼ ଅଛି ତାଙ୍କର। ମୋର ବି 6ଟି ଗୋଡ଼। ଜନ୍ଦା, ପିମ୍ପୁଡି, ଭଅଁର, ମହୁମାଛିର ବି 6ଟି ଲେଖାଏଁ ଗୋଡ଼। ବାଘ, ଆରେ ବା, ଏଥର କହିଲ କାହାର 8ଟି ଗୋଡ଼ ଅଛି? 8ଟି ଗୋଡ଼ ପିଲେ କାହାର? ଏଠି ଦେଖ, ବୁଢିଆଣୀ କହୁଛି, ମୋର ପରା 8ଟି ଗୋଡ଼। କାହାର? ବୁଢିଆଣୀର 8ଟା ଗୋଡ଼।
ମାଙ୍କଡ ସାରା ମଧ୍ୟ 8ଟି ଗୋଡ଼। ମାଙ୍କଡ ସାର ତାର ବି ପିଲା 8ଟି ଗୋଡ଼। ଆମେ ଜାଲ ବୁଣି ସେଥିରେ ରହୁ। ତାହେଲେ ବୁଢିଆଣୀ ତା ଗୋଡ଼ ଦ୍ଵାରା କଣ କରିବ? ଜାଲ ବୁଣିବାରେ ତାକୁ ସାହାଯ୍ୟ କରେ। ବାଘ ବହୁତ ଭଲ। ପିଲାମାନେ ଜାଣିଛ କି ଗୋଟିଏ କୀଟ ଅଛି ତାର 30 ରୁ ଅଧିକ କରି 382 ପର୍ଯ୍ୟନ୍ତ ଗୋଡ଼ ହୋଇପାରେ। ଏହି ଅଦ୍ଭୁତ କୀଟର ନାଁ ହେଉଛି ବିଛା। ତୁମେମାନେ କିଏ ବିଛା ଦେଖିଛ କି? ତାହେଲେ ପିଲେ ବିଛାର କେତେଟା ଗୋଡ଼? 30ଟା ଗୋଡ଼ରୁ 382 ପର୍ଯ୍ୟନ୍ତ ତାର ଗୋଡ଼ ହୋଇପାରେ। ଏବେ ଆଗକୁ ଦେଖିବା କାଉ କଣ କହୁଛି। ହଁ ମୁଁ ଦେଖିଛି। ସେ ପ୍ରାୟ ଅନ୍ଧାରୁଆ ଓ ଓଦା ଜାଗାରେ ରହେ। ଗଛର ଛାଲି ଭିତରେ ଆଉ ଓଦା ଘାସ ପତ୍ର ତଳେ ରହେ। ତାହେଲେ ବିଛା କୋଉଠି ରହୁଛି ପିଲାମାନେ? କାଉ ଏଠି କହୁଛି ଗୁରୁଜୀଙ୍କି କଣ କହୁଛି? ଅନ୍ଧାରୁଆ ଓ ଓଦା ଜାଗାରେ ରହେ। ଆଉ କୋଉଠି? ଗଛର ଛାଲି ଭିତରେ ଆଉ ଓଦା ଘାସ ପତ୍ର ତଳେ ରହେ। ଯେଉଁଠି ସବୁ ସନ୍ତସନ୍ତିଆ ଜାଗା ହେଇଥିବ ସେଇଠି ଦେଖିବ ବିଛା ରହୁଥିବ। ବାଘ ଆରେ ବା, ତୁମେମାନେ ତ ବହୁତ କଥା ଜାଣିଛ। ତାହେଲେ ଆଜି ଆମେ ଅନେକ ଜୀବଜନ୍ତୁଙ୍କ ଗୋଡ଼ ବିଷୟରେ ଜାଣିଲେ। ଆଜି ପାଇଁ ଏତିକି ଥାଉ। ସମସ୍ତ ଶିକ୍ଷାର୍ଥୀ ଏଠି କଣ ଧନ୍ୟବାଦ ଗୁରୁଜୀ କହିଛନ୍ତି। କାହାକୁ? ବାଘକୁ ସମସ୍ତେ ଧନ୍ୟବାଦ ଦେଇଛନ୍ତି। ଦେଖ ଜଙ୍ଗଲ ଭିତରେ ସମସ୍ତେ କେମିତି ଏକତ୍ର ହୋଇ ରହୁଛନ୍ତି। ଏଇ ବିଷୟରୁ ପିଲାମାନେ ଆମେ ଶିଖିବାକୁ ପାଉଛେ ଏଠାରେ କାହାର କେତୋଟି ଗୋଡ଼ ଆଉ ଗୁରୁଜୀଙ୍କ ଠାରୁ ସମସ୍ତ ଶିକ୍ଷା ପାଇବା ଓ ସମସ୍ତ କଥା ଶୁଣିବା ଓ ସମସ୍ତେ ଏକତ୍ର ହୋଇ ଆମ ପରିବେଶରେ ରହିବା। ଦେଖୁଛ ଜଙ୍ଗଲର ସବୁ ଏଇଠି ଅଛନ୍ତି। ସିଂହ, ଏଟା କଣ ଘୋଡ଼ା, ମାଙ୍କଡ଼, ଜିରାଫ, ଦେଖ ଛେଳି, ବିଲେଇ, ଜେବ୍ରା, ଜଙ୍ଗଲୀ ଘୋଡ଼ା। ଦେଖିଲ ପିଲାମାନେ ଏଠି ସବୁ ଅଛି। ଏଠି ଜଙ୍ଗଲୀ ଘୋଡ଼ା, ଗଧ, ପିଲାମାନେ ଏଠି ସମସ୍ତେ ଅଛନ୍ତି। କୁମ୍ଭୀର, ବେଙ୍ଗ ଏଠି ସବୁ ଅଛନ୍ତି। ତ ତମମାନେ ଏସବୁ ବିଷୟରେ ଆହୁରି ବି ଜାଣିପାରିବ। ହେଲା, ଆମ ଗୋଡ଼ ଏଠି ବାଘ ଗୁରୁଜୀ ପଢେଇଛନ୍ତି। ହେଲା, ଏଇ ଜଙ୍ଗଲରେ ବାଘ ଗୁରୁଜୀ ହେଇକି ସମସ୍ତଙ୍କୁ ଶିକ୍ଷା ଦେଇଛନ୍ତି। ସବୁଠୁ ଅଧିକ ଗୋଡ଼ କାହାର? ବିଛାର। 30 ରୁ 382 ପର୍ଯ୍ୟନ୍ତ ହୋଇପାରେ। ଏହି ବିଷୟଟି ବର୍ତ୍ତମାନ ସମାପ୍ତ ହୋଇଛି। ଧନ୍ୟବାଦ ଆପଣମାନେ ଏହି କ୍ଲାସର ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ। ପୁଣି ଥରେ ଆମେ ଦେଖାହେବା ଆଗାମୀ ଏକ କ୍ଲାସର ଭିଡିଓରେ। ରହୁଛି। ଜୟ ଶ୍ରୀ ଜଗନ୍ନାଥ।